ଗଦାଧରପୁରରେ ବିଶାଳ ମାଗଣା ଚକ୍ଷୁ ଚିକିତ୍ସା ଶିବିର। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଗଦାଧରପୁର ଶ୍ରୀ ଗୁରୁକୁଳ ପରିସରରେ ଆୟୋଜିତ ହୋଇଯାଇଛି ବିଶାଳ ମାଗଣା ଚକ୍ଷୁ ଚିକିତ୍ସା ଶିବିର। ବେଦାନ୍ତ କେଶରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ସ୍ମୃତି ଉଦ୍ଦେଶ୍ୟରେ ଓ ସ୍ୱର୍ଗତ କୈଳାସ ଚନ୍ଦ୍ର ସାହୁଙ୍କ 76ତମ ଜୟନ୍ତୀ ଉପଲକ୍ଷେ ସକ୍ଷମ ଭାରତ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଏହି ଚିକିତ୍ସା ଶିବିରରେ ଆଖପାଖର ଅନେକ ବୟସ୍କ ବ୍ୟକ୍ତି ନିଜ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ। ଯେଉଁ ବ୍ୟକ୍ତିମାନଙ୍କର କମ୍ କିମ୍ବା ଝାପ୍ସା ଦେଖାଯାଉଛି ସେହି ବ୍ୟକ୍ତିମାନେ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଚକ୍ଷୁ ପରୀକ୍ଷା କରାଇ ପାରୁଥିବାରୁ ଚକ୍ଷୁ ପରୀକ୍ଷା କରାଇବା ପାଇଁ ଧାଡ଼ି ବାନ୍ଧି ରହିଥିବା ଦୃଷ୍ଟିକୁ ଆସିଛି। ଚିହ୍ନଟ ହୋଇଥିବା ରୋଗୀମାନଙ୍କୁ ଶିବିରରୁ ନେଇ କେନ୍ଦୁଝର ଭୂମିକା ଚକ୍ଷୁ ଚିକିତ୍ସାଳୟରେ ଆଖି ଅପରେସନ କରି ପୁନରାୟ କ୍ୟାମ୍ପ ସ୍ଥାନରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି ବୋଲି କ୍ୟାମ୍ପ ପରିଚାଳକ ପକ୍ଷରୁ ସୂଚନା ମିଳିଛି। ତା ସହିତ ରୋଗୀମାନଙ୍କ ଯିବା ଆସିବା, ଖାଇବା, ରହିବା, ଔଷଧ, ଚଷମା ଓ ଅପରେସନ ହସ୍ପିଟାଲ ତରଫରୁ ଯୋଗାଇ ଦିଆଯାଉଛି। ଭୂମିକା ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ଅନେକ ସ୍ଥାନରେ ଅନେକ ମାଗଣା ଚକ୍ଷୁ ପରୀକ୍ଷା ଶିବିର କରାଯାଇଥିବାରୁ ହସ୍ପିଟାଲ ପ୍ରତି ଲୋକମାନଙ୍କ ଅଗାଢ଼ ବିଶ୍ୱାସ ରହିଛି। ତେଣୁ ଭୂମିକା ହସ୍ପିଟାଲ ଦ୍ୱାରା ଯେଉଁଠାରେ ବି କ୍ୟାମ୍ପ ପଡ଼ୁନା କାହିଁକି ରୋଗୀମାନେ ସେଠାରେ ଗହଳି ହୋଇଥାନ୍ତି। ଏଠାରେ ମଧ୍ୟ ଚକ୍ଷୁ ପରୀକ୍ଷା କରିବା ପାଇଁ ଅନେକ ରୋଗୀଙ୍କ ଗହଳି ଲାଗି ରହିଥିବା ଦେଖିବାକୁ ମିଳିଥିଲା। ଆମର ଶପଥ ଅନ୍ଧମୁକ୍ତ ଭାରତ ଏହି ମୂଲ୍ୟବାନ ସ୍ଲୋଗାନ ନେଇ ଭୂମିକା ଚକ୍ଷୁ ଚିକିତ୍ସାଳୟ ତାର ସେବା କାର୍ଯ୍ୟ ଆଗକୁ ନେଇ ଚାଲିଛି। ଆଗକୁ ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର କରାଯିବ ବୋଲି କ୍ୟାମ୍ପ ପରିଚାଳକ ପ୍ରକାଶ କରିଥିଲେ। ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ଏହି ଗଦାଧରପୁରର ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା। ଏହି ଶିବିରରେ ଉନ୍ନତ ଆଉ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।